हरि ओम नमो भगवते वासुदेवाय। मम प्राणं धनं श्री सचियात्मज ज्ञानंजनं शलाकया चक्षुरुन्मीलितं येन तस्मै श्री गुरवे नमः। वाञ्छाकल्पतरुभ्यश्च कृपासिन्धुभ्यो च पतितानं पावनेभ्यो वैष्णवेभ्यो नमो नमः। लिखिले राम लक्ष्मणं पूर्वजं रघुवरं सीतापतिं सुंदरं काकुत्स्थं करुणाकरं गुणनिधिं विप्रप्रियधार्मिकं राजेन्द्रं सत्यसन्धं दशरथतनयं श्यामलं शान्तमूर्तिं वन्दे लोकाभिरामं रघुकुलतिलकं राघवं रघुनारी। समय ना स्वल्प समय मध्य किछि कहिबा किछि गाइबा किछि बुझिबा किछि जानिबा ना नहीं। तेणु भक्त भगवान को पदटीए निवेदन कर केमिति डाकिला लिखिले कर्पूर गौरं करुणावतारं संसार सारं सदा वसंतं
ଚତୁର୍ଦ୍ଦଶ ଚତୁର୍ଦ୍ଦଶ ଉପଲକ୍ଷେ ମାତୃଦେବୀ ସେବତୀ ବାଳାଙ୍କର ପାଇଁ ଆଜି ମୋର ବନ୍ଧୁ ଯୋଗାଇ ଦେଇଛନ୍ତି ପ୍ରଭୁର ହରିନାମ ସଂକୀର୍ତ୍ତନ। ବାପାରେ ନାମର କ'ଣ ମହିମା ନାହିଁ? ଅଛି। ଅନେକ ଚାଷରେ ନାମର ମହିମା ରହିଛି। ସେଇ ନାମ ବିଷୟରେ ପଦେ ଅର୍ଧେ ଗାଇବା ନା ନାଇଁ? ଭକ୍ତ ସର୍ବପ୍ରଥମେ ଡାକୁଛି। କେମିତି ଡାକିଲା? ଲେଖିଲେ ଆହେ କରୁଣା उपस्थित मोर जनता जनार्दन एवं शांत रजनीर सुशांत जनता तथा मोर मातृस्थानीय भगिनीस्थानीय माओ भौणी हरिप्रेमी साहित्य प्रेमी श्रीमद भागवत प्रेमी भक्त मंडली की मोर अशेष अशेष प्रणाम। हे ज्ञानी मंडली जेकोसी कार्य करिबा पूर्व सर्वप्रथम आश्रय हेले जणिए आमे किछि कार्य करिबा से प्रभुंकर नाम रूपक कार्य किंतु आश्रय जणिए के आश्रय माँ किए लखिले माँ पंचाद्य शक्ति देवी पितंच परम ब्रह्म
আলোচনার কীর্তন সময় নাই, পদে পদে ভাগবত কথা আলোচনা করিবা। ମାକୁ ଆଗେ ସେବିବା, ଦ୍ୱିତୀୟରେ ବାପା। କାହିଁକି? ପ୍ରମାଣ, ମାକୁ ସେବିଲେ ଆମେ ବାପାକୁ ପାଇବା। କହି ଦଉଛେ ନା, ପ୍ରକୃତରେ ବାକ୍ୟ ଅଛି କି ନା ମାକୁ ସେବିଲେ ବାପାକୁ ପାଇ ତେବେ ସେ ପୁତ୍ର ଅଜରାମର ହୋଇ ଏ ମାକୁ ସେବିଲେ ବାପାକୁ ପାଇପାରିବା। ପ୍ରକୃତରେ କଣ ସତ୍ୟ ନା ନାଇଁ? ତାହେଲେ ବାପା କିଏ? ବାପା ହେଲେ ନିରଞ୍ଜନ ଆତ୍ମା ନାରାୟଣ। ମା କିଏ? ସୁନ୍ଦର ପଦ ଆଜ୍ଞା, କହିଲେ ଜଗ ରୂପୀ ଏ ବ୍ରହ୍ମାଣ୍ଡ କୁ ବ୍ୟାପୀ ତ୍ରିବେଣୀ ଶିଖେବ ସିଝି संगम कुहाजाए। काया विचार ब्रह्म विद्या आज्ञा त्रिकुटरे गंगा जमुना सरस्वती मिलन स्थली अटे। बापारे सही स्थान रे जोगमाया रही कहीं निराकार घर कोई कार द्वार भीतर आज्ञा 10 द्वार। बापारे से घर को माँ जोगमैया द्वार देश रही त्रिकुट स्थान रे द्वारी हो रही माँ को पाखे आगे परीक्षा उत्तीर्ण हेले भीतर पुरा को गमन नहिले कला सिंहार पृष्ठ माँ को विजय करी जाओ जे मुख जोगमैया रही ब्रह्म विद्या हूँ मोर विद्या जो ब्रह्म विद्या को आज्ञा साधन करी परीक्षित राजा आज्ञा अखंड लिप्त होते ए बापा ब्रह्म विद्या पदुटीए सप्तांग विषय श्रीमद भागवत कथा बही ना आज्ञा श्रीमद भागवत ब्रह्म भागर ताहार तात्पर्य कौन आज्ञा महापुरुष वर्णना करिसंती। श्री कहले आज्ञा शरीर मद कहले मत शरीर मत भागवत बत शब्द अर्थ होउची समूह बा समान समान भाग कहार मातार पितार मातार कौन समान भाग पितार कौन समान भाग कहले मातार
ମିଳିବ। ଆଜ୍ଞା ମାତାଙ୍କର ରଜ ହେଉଛି ଷଡ଼ଚିହ୍ନା, ପିତାଙ୍କର ବୀର୍ଯ୍ୟ ଏକ ଚିହ୍ନା ଏକ ଧାତୁ ନା ନାଇଁ? ତୁଳା ଭିନାରେ ପ୍ରମାଣ ଅଛି। ଜଗନ୍ନାଥ ଦାସ ଲେଖିଛନ୍ତି ମାତା ରଜ ଷଡ଼ଚିହ୍ନା, ପିତା ବୀର୍ଯ୍ୟ ଏକ ଧାତୁ। ସେହି ବାକ୍ୟ ଓଡ଼ିଶାର ମହନ୍ତ ମହାପୁରୁଷ ଶିଶୁଅନନ୍ତ ବହି ଆଜ୍ଞା ବ୍ରହ୍ମ ସାହିତ୍ୟରେ ଲେଖ କରିଛନ୍ତି। ମାତା ଆଜ୍ଞା ତାଙ୍କ ରଜର ଷଡ଼ ଭାଗ ଦାନ କରିଛନ୍ତି, ପିତା ତାଙ୍କର ବୀର୍ଯ୍ୟର ଏକ ଭାଗ ଦାନ କରିଛନ୍ତି। ଆଜ୍ଞା 6 1 7 ଏ ସପ୍ତ ଚିହ୍ନା ବା ସପ୍ତ ଧାତୁରୁ ଆଜ୍ଞା 7ଟି ଅଙ୍ଗ ଆସିଛି। ଏ ମନଗଣା କିଛି ଧନ କହୁନି, ବହି ଦେଖନ୍ତୁ ଆଜ୍ଞା ଶିଶୁ ଅନନ୍ତଙ୍କର ବ୍ରହ୍ମ ସାହିତ୍ୟ। 7ଟି ଅଙ୍ଗର ନାମ କଣ ନା ନାଇଁ? ଅସ୍ଥି ମଜା ମାଂସ ରକ୍ତ ଚରମ ଲୋମ କେତେ ହେଲା? 7। ଏ ମାତାର ଯୋଉ ଷଡ଼ଚିହ୍ନାର ଆଜ୍ଞା 6ଟି ଅଙ୍ଗ ଆସିଛି। ପିତା ବୀର୍ଯ୍ୟ ଏକ ଚିହ୍ନା ବା ଏକ ଧାତୁରୁ ଗୋଟିଏ ଅଙ୍ଗ ଆସିଛି। ଏଇ ମାତାର ଯୋଉ ଷଡ଼ଚିହ୍ନାରୁ ଯେଉଁ 6ଟି ଅଙ୍ଗ ଆସିଛି ତାହାର ନାମ କଣ? କହିଲେ ଏ ମଜା ମାଂସ ରକ୍ତ ଚର୍ମ ଇଏ ଲୋମ ତଳି ନଖ ଚର୍ମ ଲୋମ ନଖ 6ଟି ଅଙ୍ଗ ମାତାଙ୍କର ରଜ ଷଡ଼ଚିହ୍ନାରୁ ଆସିଛି। ଆଉ ଗୋଟିଏ ପିତାଙ୍କର ବୀର୍ଯ୍ୟ ଏକ ଚିହ୍ନା ବା ଏକ ଧାତୁରୁ ଯେଉଁ ଅଙ୍ଗ ଆସିଛି ତାହାର ନାମ କହିଲେ ଏ ପିତାର ବୀର୍ଯ୍ୟରୁ ଅସ୍ଥି ହୋଇଲା ପିତାଙ୍କର ବୀର୍ଯ୍ୟ ଏକ ଚିହ୍ନା ବା ଏକ ଧାତୁରୁ ଏକମାତ୍ର ଅସ୍ଥି ଆସିଅଛି। ଆଜ୍ଞା ମାତାର ଷଡ଼ଚିହ୍ନାରୁ 6ଟି ଅଙ୍ଗ, ପିତାଙ୍କର ବୀର୍ଯ୍ୟ ଏକ ଚିହ୍ନା ବା ଏକ ଧାତୁରୁ ଗୋଟିଏ ଅଙ୍ଗ, 6 ଅଙ୍ଗ 1 ଅଙ୍ଗ ମିଶିଲେ ଆଜ୍ଞା 7ଟି ଅଙ୍ଗ। 7ଟି ଅଙ୍ଗରେ କାୟା ଗଠନ ହୋଇଥିବାରୁ ଏହାକୁ ସପ୍ତାଙ୍ଗ ଶରୀର କୁହାଯାଏ। ଶପଥ ଅଙ୍ଗ ସମାନେ ସପ୍ତାଙ୍ଗ। ମହାପୁରୁଷ ଅନନ୍ତ ଦାସ ବହି ଭାଗବତ ତତ୍ତ୍ୱ ପରମାର୍ଥ ଶପଥ ଧାତୁରେ ଗଠିତ ତୋହରି କାୟ ପଞ୍ଚଭୂତ ରଜ ବୀର୍ଯ୍ୟ ଏକାଠି କଲା ପାଣ୍ଠିର କାୟାକୁ ଗଢ଼ିଲା ପାଠ। ଆଜ୍ଞା ବନ୍ଦ କରୁଛି ଆଜ୍ଞା এই রজ বীর্যর আজ্ঞা একমাত্র এই কায়া গঠন হয়েছে, কিন্তু আজ্ঞা অনেক কুহতি রজ বীর্যরু জীব সৃষ্টি হয়েছে।
এরে বাপা রজ বীর্যর তো কায়া গঠন বলে অচ্যুতানন্দ লেখিলে মহাপুরুষ যশবন্ত লেখিলে যে কি মহাপুরুষ জগন্নাথ দাস লেখিলে বଳରାମ ଦାସ ଲେଖିଲେ ଶିଶୁ ଅନନ୍ତ ଦାସ ଲେଖିଲେ ପଞ୍ଚସଖା ଆଜ୍ଞା ଆମର ସିଦ୍ଧିଅ ତାଙ୍କ ପାଠ ଆଲୋଚନା ହଉଛି 5 ଜଣ ଇଏ ଲେଖିଛନ୍ତି ରଜ ବୀର୍ଯ୍ୟରୁ ଏ କାୟାଟି ଗଠନ ହୋଇଛି କିନ୍ତୁ ଜୀବ ପାଠ ଜୀବ ଏ ରଜ ବୀର୍ଯ୍ୟରୁ ସୃଷ୍ଟି ହୋଇନାହିଁ ଆଜ୍ଞା କହିବା ପାଇଁ ଯାଉଛି ମହାପୁରୁଷଙ୍କର ବାକ୍ୟ ଜ୍ଞାନୀ ମାନେ ବୁଝିବେ ଆଉ କେହି ନୁହଁ ଆଉ ୟା ଭିତରେ ଯାଉଛି ଜୀବ ୟା ସହି ପରମ ଜ୍ଞାନୀ ମାନେ ଚିହ୍ନୁଛନ୍ତି ଏହାର ଯେ ମର୍ମ ଆଜ୍ଞା ଜୀବ ଭିତରେ ଯାଉଛି ପରମ ଆସୁଛନ୍ତି ଏହାର ମର୍ମ ଜ୍ଞାନୀ ଜାଣନ୍ତି ଅନ୍ୟ କେହି ଜାଣିବେ ଛାଡ଼ିକି ଯିବା ପାଇଁ ସମୟ ନାହିଁ ପାଣିଟେ ବିଶ୍ରାମ ଦେବା ଆଜ୍ଞା ଆଜ୍ଞା ଇତ୍ୟାଦି 14 ଦିନ ଉପଲକ୍ଷେ ଆମକୁ ଡକରା ଗଲା କି ସଂକ୍ଷେପ କରିବା ପାଇଁ ଆଜ୍ଞା ସମୟ ତ ନାହିଁ କଣ ଆଲୋଚନା କରିବା ଚତୁର୍ମାସ ଉପଲକ୍ଷେ ନାମ ସଂକୀର୍ତ୍ତନ କାହିଁକି କରାଯାଉଛି କାହିଁକି 14 ଦିନର ମହୋତ୍ସବ ଖିଆଯାଉଛି 11 ଦିନ ହେଇପାରିଥାନ୍ତା 10 ଦିନ ହେଇପାରିଥାନ୍ତା ନା 10 ଦିନ ସିଦ୍ଧି ହେଇ ଏକାଦଶ ଦିବସରେ ଭୂତ ପାଇବା ପରେ ଘଟ ସିଦ୍ଧି ହୋଇଥାଏ ତାପରେ ଆଚ୍ଛା ଦ୍ୱାଦଶ ଦିନ ହୋଇପାରିଥାନ୍ତା ତ୍ରୟୋଦଶରେ ହେଇପାରିଥାନ୍ତା 14ରେ କାହିଁକି ତାର ଭାବ କଣ ଆଜ୍ଞା ବରଳା ବାଲେଙ୍କଶ୍ୱର ଗୁରୁଦେବ କିଏ ସେ ସଚ୍ଚିଦାନନ୍ଦ ମହାପୁରୁଷ ସଚ୍ଚିଦାନନ୍ଦ ମହାପାତ୍ର ଆଜ୍ଞା ଲେଖିଲେ କଣ ଲେଖିଲେ ଠାରୁ ଯେବେ ସନ୍ତାନ ଲୋକ ଦେଖିଲା ଦେବେ ଜନନୀ ଜଠରୁ ଯେବେ ସନ୍ତାନ ଲୋକ ଦେଖିଲା ତେବେ ମାର ଗର୍ଭରୁ ଯେତେବେଳେ ସନ୍ତାନଟିଏ ଧରା ଆମକୁ ଆସିଲା କଣ ନେଇ ଆସିଲା 14 ପା ଆଜ୍ଞା କେତେ ଆଙ୍ଗୁଳ 84 କଣ ମନକୁ ଆଏ 14 ପାଟା ଆମେ 14 ହିସାବ କରୁଛେ ଏଟା 84 କେମିତି ହବ ମାପିବାକୁ ପଡିବ ଆଜ୍ଞା ଯେଝା ହାତରେ ଯିଏ 14 ପା ଆପଣଙ୍କ ହାତରେ ଆପଣ 14 ପା ମୋ ହାତରେ ମୁଁ 14 ପା ପାକ ଆଜ୍ଞା 6 ଆଙ୍ଗୁଳ 2 ପାକ 12 ଆଙ୍ଗୁଳ ହଁ ପାକ ଆଜ୍ଞା 6 ଆଙ୍ଗୁଳ 2 ପାକ 12 ଆଙ୍ଗୁଳ 2 ପାରେ 1 ଚାଖଣ୍ଡ ଯାହାକୁ 12 ଆଙ୍ଗୁଳ କୁହାଯାଏ ଆଜ୍ଞା 2 ଚାଖଣ୍ଡରେ ଗୋଟେ ହାତ ଯଦି ଗୋଟେ ଚାଖଣ୍ଡ 12 ଆଙ୍ଗୁଳ ହେଲା 2 ଚାଖଣ୍ଡ କେତେ 24 ବାପାରେ ହାତକ 24 ଆଙ୍ଗୁଳ କେତେ ପା ହେଲା 4 ପା 3 ହାତକ କେତେ ଆଙ୍ଗୁଳ 24 ତିରିକି 72 ଆଙ୍ଗୁଳ ହାତକ ଯଦି 4 ପା ହେଲା 3 ହାତକ କେତେ 12 ପା ନା ନାଇଁ ଆଜ୍ଞା 3 ହାତ ଅଭେ ଆଜ୍ଞା ଏଇଠି ବନ୍ଦ କରୁଛି 3 ହାତ ଅଭେ କାୟାର ଗଠନ ନା ନାଇଁ କଣ ଆଜ୍ଞା ହଁ 3 ହାତ ଅଧେ ନା ନାଇଁ 3 ହାତ ଅଧେଟା ହଉଛି 14 ପା 3 ହାତକ ଆଜ୍ଞା କେତେ ଆଙ୍ଗୁଳ ହାତକ ଯଦି 4 ପା ହେଲା 3 ହାତକ ହେଲା 4 ତିରିକି 12 ପା ସେଇ ହିସାବରେ 24 ତିରିକି 72 ଆଙ୍ଗୁଳ ରହିଲା ଆଜ୍ଞା ଅଧେ ଅଧ କହୁଛି ଚାଖଣ୍ଡ ହାତକର ଅଧା ଆଜ୍ଞା ଗୋଟେ ଚାଖଣ୍ଡ ହଉଛି ଆଜ୍ଞା 2 ପା 72 ବାର କେତେ ଆଙ୍ଗୁଳ 84 ହେଇଗଲା 14 ପା 3 ହାତ ଅଧେ ସମାନେ 84 ଆଙ୍ଗୁଳ ବାପାରେ ଇଏ ଚାହାଳି ପାଠ ସେ ବହି ତ ଆଜିକାଲି ଆଉ ମିଳୁନାହିଁ ଭାରି କଷ୍ଟ ପଢିଛନ୍ତି ମୋର ଜ୍ଞାନୀ ମଣ୍ଡଳୀ ସେ ନିଜେ ଜାଣିପାରୁଥିବେ ସମୟ ନାହିଁ ଏଇଥିପାଇଁ କି ବିଶ୍ରାମ ଦେବା ସେଇ ପ୍ରଭୁ ଜଗତର ନାଥ ଜଗନ୍ନାଥ କାଳିଆ
ଶାନ୍ତ ଆଦ୍ୟ ଶକ୍ତି ଉକ୍ତ ସଂକୀର୍ତ୍ତନ ରାସସ୍ଥଳୀରେ ବିରାଜମାନ ହୋଇ ସଂକୀର୍ତ୍ତନ ପ୍ରେମୀ ବନ୍ଧୁ ମାନଙ୍କର ମଙ୍ଗଳ ବିଧାନ କରିବା ସଙ୍ଗେ ଏହି ଗ୍ରାମରୁ ଅଗ୍ନି ଭୟ ଚୌର ଭୟ ଦୂର କରି ଗ୍ରାମର ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନଙ୍କର ମଙ୍ଗଳ ବିଧାନ କରିବା ସଙ୍ଗେ ଯେଉଁ ମାତୃଦେବୀ ସେବତୀ ବାଳା ଦାସୀ ଆଜକୁ ଚତୁର୍ଦଶ ଦିବସ ଧରି ଧରାବକ୍ଷରୁ ବିଦାୟ ନେଇ ଚାଲି ଯାଇଛି। ଆମର କର୍ତ୍ତବ୍ୟ କଣ? ଜୀବକୁ ମୁକ୍ତି ଦେବା ପାଇଁ ଆମେ ସକ୍ଷମ କାହିଁକି? ପ୍ରଭୁ କହିଛନ୍ତି ମୁଁ ଜାତ କରିଛି ତ୍ରିପୁରା କେହି ରହେ ନାହିଁ ମୋ ବିନା ମୁକ୍ତି ଦେବା ପାଇଁ। ସେ ପ୍ରଭୁଙ୍କ ବିନା କିଏ ମୁକ୍ତି ଦବ? ତେଣୁ ସେଇ ପ୍ରଭୁ ସେଇ ମାତୃଦେବୀଙ୍କ ଅମର ଆତ୍ମାକୁ ବୈକୁଣ୍ଠପୁରେ ସ୍ଥାନ ଦିଅନ୍ତୁ, ଏତିକି ତାଙ୍କର ଶ୍ରୀ ଚରଣରେ ଅଳି ସର୍ବେ ସକାଳେ